ଆପଣମାନେ ଦେଖୁଛନ୍ତି ସଚିନ ଅଫିସିଆଲ ନ୍ୟୁଜ ଚ୍ୟାନେଲ। ଆପଣମାନେ ଯଦି ନ୍ୟୁ କରି ଭିଜିଟ୍ କରିତେ ନିହାତି ସବସ୍କ୍ରାଇବ କରିଦେବେ। ବହୁତ ବଡ଼ ଖୁସି ଖବରଟା ଆସିଗଲା ପିଏମ୍ କିଷାନଟା ଆଜ୍ଞା। ପିଏମ୍ କିଷାନ ଆପଣମାନେ କେବେ ପାଇବେ କେନ୍ତା ପାଇବେ ଆପଣମାନେ ସବୁ ଡିଟେଲ୍ସ କୁହାଯିବ ଆଜ୍ଞା। ଯଦି ନେଇ ଦେଖିବେ ଆପଣମାନେ କେବେ ବି ନେଇ ପାରୁন ପିଏମ୍ କିଷାନଟା ଆଜ୍ଞା। ତ ଆପଣମାନେ ବିନା ସ୍କିପ୍ କରି ଦେଖିବେ ତ ଆପଣମାନେ ସବୁ କଥା ବୁଝିପାରିବେ ଆଜ୍ଞା। ତ ଆପଣମାନେ ଦେଖିପାରୁଥିବେ ଯେନ୍ଟା ପିଏମ୍ କିଷାନ ପାଇବେ ହେଲେ ଆଜ୍ଞା କେତେଟା ଷ୍ଟେପ୍ ଆପଣମାନଙ୍କୁ ଭେରିଫାଏ କରବାର ପଡ଼ିବ ଆଜ୍ଞା। ଯେନ୍ମାନେ ନେଇ କରିବେ ଆପଣମାନଙ୍କୁ ବିଲକୁଲ ନି ପନ୍ ପିଏମ୍ କିଷାନ ଉପରେ ଆପଣମାନଙ୍କୁ ସିଲେକ୍ଟ କରବାର ପଡ଼ିବ ଆଜ୍ଞା। ସିଲେକ୍ଟ କଲା ପରେ ଯେଉଁ କୌଣସି ତାପରେ ସେ ସାଇଟ୍କେ ପଳେଇ ଆସିବେ ଆପଣମାନେ। ତ ଦେଖିପାରୁଥିବେ ଏଇଟା ଯେନ୍ ପିଏମ୍ କିଷାନ ସାଇଟ୍ଟା ଆଜ୍ଞା। ଫାର୍ଷ୍ଟ କାଣା କରବାର ପଡ଼ିବ ଆଜ୍ଞା, ଆପଣମାନଙ୍କୁ ଯଦି ସିଏମ୍ କିଷାନ ତ ପାଇଗଲା ପଇସାଟା, ତ ପିଏମ୍ କିଷାନ ଆପଣମାନେ କେବେ ପାଇବା ଆପଣମାନଙ୍କୁ ଗୋଟେ ପ୍ରଶ୍ନ ଉଠୁଥିବ ଆଜ୍ଞା। ତ ଆପଣମାନେ ସବୁ ଡିଟେଲ୍ସଟା କୁହାହେବା କେବେ ମିଲବା, ଆପଣମାନେ କେବେ ମିଲବା ଆଜ୍ଞା ପିଏମ୍ କିଷାନଟା। ତ ଆପଣମାନେ ଯୋଡ଼ିକୁ ରହିବେ ବୋଲି ଜାଣିପାରିବେ। ଦେଖିପାରୁଥିବେ ଫାର୍ଷ୍ଟ ଆପଣଙ୍କର ଷ୍ଟାଟସ୍ ଚେକ୍ କରିବେ ଆଜ୍ଞା। ଷ୍ଟାଟସ୍ ଚେକ୍ କରିକରି ଆପଣମାନେ ଷ୍ଟାଟସ୍ ପହଲା ଫାର୍ଷ୍ଟ ଆଜ୍ଞା। ଫାର୍ଷ୍ଟ ଚେକ୍ କଲା ପରେ KYC করবে। KYC সরলা পরে আপনারা ফার্মর রেজিস্ট্রেশন করবার পড়বে আপনাদের লাগি। KYC টা 2 নম্বর আগে। KYC টা 2 নম্বর, ফার্মর রেজিস্ট্রেশন টা 3 নম্বর আগে। তো KYC করবার লাগি হলে আপনার স্ট্যাটাস নিহাতি চেক করবে। তো আপনার কেনা চেক করবে, তো আপনার সব ডিটেলস কহা যাবে আমার ভিডিও মাধ্যমে। ଆପଣମାନଙ୍କୁ ତାର ଷ୍ଟେପ୍ ଭେରିଫିକେସନ୍ କରିବାକୁ ପଡ଼ିବ। ଆପଣମାନେ ହିଁ ତାପରେ ଆପଣମାନେ ଯେନ୍ 20 নম্বর ଇନଷ୍ଟଲମେଣ୍ଟଟା ପାଇବେ ଆଜ୍ଞା। 19 নম্বର ତ ଆପଣମାନେ ପାଇ ସାରିଲେନି। ତ 20 নম্বর ପାଇବା ଝାଡ଼ା କେତେଟା ଷ୍ଟେପ୍ ଆପଣମାନଙ୍କୁ ଭେରିଫାଏ କରିବାକୁ ପଡ଼ିବ। ତ ଆପଣମାନେ ଦେଖିପାରୁଥିବେ ପହଲା ଫାର୍ଷ୍ଟ ହେଲା ଆଜ୍ଞା ଆପଣମାନଙ୍କର ଷ୍ଟାଟସ୍ ଟିକେ ଚେକ୍ କରିବେ। ଆପଣମାନେ KYC ପେଣ୍ଡିଂ ଅଛି ନା ସେହି ଅଛି, DBT ଠିକ୍ ଅଛି ନା ନାଇଁ ନା ଆଜ୍ଞା। DBT ଯଦି ଠିକ୍ ନାଇଁ ନା ଆଜ୍ଞା, DBT ମାଧ୍ୟମରେ ହେଲା DBT ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଆଜ୍ଞା। ଯଦି DBT ଆପଣଙ୍କର ଅନ୍ ନାଇଁ ନେ ତ ଆପଣମାନେ କେନ୍ତା କରିବେ? ତ ଆପଣମାନେ ଘରେ ବସିକି DBT ବି ଅନ୍ କରିପାରିବେ। ଫାର୍ଷ୍ଟ ହେଲା KYC ଉପରେ ଷ୍ଟାଟସ୍ ଉପରେ କ୍ଲିକ୍ କରମା। ଷ୍ଟାଟସ୍ ଉପରେ କ୍ଲିକ୍ କଲା ପରେ ଆପଣମାନେ ଏନ୍ତା ଇଣ୍ଟରଫେସଟା ଆପଣମାନଙ୍କୁ ମୋବାଇଲରେ ଶୋ କରବା। ତ ଆପଣମାନେ ରେଜିଷ୍ଟ୍ରେସନ ଦେବେ, କ୍ୟାପଚର କୋଡଟା ଇନ ଡାଲି ଦେବେ, ଗେଟ୍ OTP ମାରିଦେବେ। ଯଦି ବି ଆପଣ ରେଜିଷ୍ଟ୍ରେସନ ନମ୍ବର ନେଇ ନେ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର ଉପରେ କ୍ଲିକ୍ করবে। ক্লিক করার পরে আপনার দুইটা অপশন ধরা দিয়েছে, মোবাইল নম্বর আধার নম্বর। ক্যাপচরটা আপনার মোবাইল নম্বর না আধার নম্বর দিয়ে করি ক্যাপচরটা দিয়ে করে আপনার OTP দিয়ে করে ভেরিফাইটা করে আপনার রেজিস্ট্রেসন নম্বরটা পড়ে আসবা। তো ଆଉ ଗୋଟେ କଥା ଆପଣମାନେ KYC କେନ୍ତା করবে ଆପଣମାନେ ମନେ ରଖିଥିବେ ଆଜ୍ଞା। KYCଟା କେନ୍ତା করবে, ତ KYC ଉପରେ ଆପଣମାନେ କ୍ଲିକ୍ করবে। ଉପରେ ଆଧାର ନମ୍ବର ଦେବେ ଆଜ୍ଞା। ତାପରେ ସର୍ଚ୍ଚ ବଟନ ଉପରେ କ୍ଲିକ୍ করবে। ସର୍ଚ୍ଚ ବଟନ ଉପରେ କ୍ଲିକ୍ କଲା ପରେ ଗୋଟେ OTP ଆସିବ ଆପଣମାନଙ୍କୁ ଜାଗାରେ ଗୋଟେ OTP ଆସିକରି ଫିଲ୍ করবে। ଯଦି KYC ଅଛେ ତ କିଛି করবার ନାଇଁ ନା, ଯଦି ନାଇଁ ନ ଆପଣମାନେ ନିହାତି ଆଡ଼ ହେବା। ତ ସେ ଜାଗାରେ ଆପଣମାନେ 2 নম্বর ଷ୍ଟେପ୍ଟା ଥିଲା ଆଜ୍ଞା। 3 নম্বর ଷ୍ଟେପ୍ଟା ହେଲା ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ ଆଜ୍ଞା। ফার্মর রেজিস্ট্রেশন আপনার কেন্তা করবে, উপরে ক্লিক কলা পরে ইংলিশ হি রহবা দেবে, আধার নম্বর দিয়ে মোবাইল নম্বরটা ক্যাপচর দিয়ে স্টেটটা দিয়ে স্টেট দেলা পরে আপনাদেরকে ক্যাপচর কোডটা লিখিদেবে। তারপর সে উপরে আপনার ফিল করদেবে। তো গেট OTP মারবে আপনার রেজিস্ট্রেশনটা পড়ে আসবা কিছু দিন ভিতরে আজ্ঞা। তো আপনার এটা গোটে বড় বড় ইনফরমেশন লা। আপনার কেবে পাইলে PM কিষানটা আজ্ঞা, এবে বতাও আপনার ডেটটা আজ্ঞা কেবে পাইবে আজ্ঞা। ଦେଖିପାରୁଥିବେ ଯେନ୍ଟା ଫେବୃଆରୀ ଆଜ୍ଞା 24 ଫେବୃଆରୀ 2025 ଆପଣମାନେ ପାଇଥିଲେ। ତ ଆପଣମାନେ କେବେ ପାଇବେ ଦେଖିବେ ଏଇ ଜାଗା ମଧ୍ୟ ଆପଣମାନେ ମିଲବା ଯିବା ଯାଉଛେ ଆଜ୍ଞା ଜୁନ୍ ମାସରେ ଆଜ୍ଞା। ଜୁନ୍ ମାସେ PM କିଷାନ ଆପଣମାନେ ପାଇପାରିବେ ଆଜ୍ଞା। CM କିଷାନ ଗଲା ପରେ PM କିଷାନ ଆପଣମାନେ ଜୁନ୍ ମାସେ ହିଁ କରେକ୍ଟ ଯେତେବେଳେ ନେଇ ଆପଣମାନେ ନିହାତି ଭିଡ଼ିଓଟା ଅପଲୋଡ଼ କରମା। ଜୁନ୍ ମାସେ ଆପଣମାନେ ମନେ ରଖିଥିବେ ଆଜ୍ଞା। ଜୁନ୍ ମାସେ ପଇସାଟା ଆସିବା PM କିଷାନ ଆଜ୍ଞା। এটা ବହୁତ ବଡ଼ ଖୁସି ଖବରଟା ଥିଲା PM କିଷାନର ତରଫରୁ। ତ ଆପଣମାନେ ଯେନ୍ଟା ନେଇ କରବା ଆପଣମାନେ ଟିକେ କରିନେବେ ତ ଆପଣମାନେ ଭଲ ହେବା। ତ KYC ଜାଗାଟା ବି ଦେଖୁଛେ ଆଜ୍ଞା ଫାର୍ମର ରେଜିଷ୍ଟ୍ରେସନ ନିହାତି ଆଜ୍ଞା। ତ CSC ସେଣ୍ଟର ବାଲାକେ ଯାଇକରି କରବାର ପଡ଼ିଲେ କିଛି ଦରକାର ନାଇଁ ଆଜ୍ଞା। ଆଭେଲେବୁଲ PM କିଷାନ ପୋର୍ଟାଲରେ ଆପଣମାନେ ସବୁ କିଛି କରିପାରିବେ ଆଜ୍ଞା ନିଜେ ହିଁ ଆଜ୍ଞା। ଯାଇକରି କିଛି ପଇସା ଖର୍ଚ୍ଚା କରବାର ନାଇଁ ନା ଆଜ୍ଞା ଆପଣମାନଙ୍କୁ। ତ ଆପଣମାନେ ନିଜେ ଯାଇକରି ଆପଣମାନେ କରିନେବେ ସବୁ କାମଟା ଆଜ୍ଞା। ଜୁନ୍ ମାସରେ ହିଁ ପଇସାଟା ଆସିବା PM କିଷାନ। ଆପଣମାନେ ଆଉ ଗୋଟେ କଥା, ଯଦି ଆପଣମାନେ DBT ଅନ୍ ନେଇନେ ଆଜ୍ଞା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯଦି ନେଇନେ ଆପଣମାନଙ୍କୁ ବ୍ୟାଙ୍କକେ ଘାଟି ହେଉଛନ୍ ଯିବାର ନାଇଁ ନା, ନିଜେ ମୋବାଇଲରେ ଅନ୍ କରିବେ ଆପଣମାନେ ମସ୍ତ କରି ଆପଣମାନେ କରିନେବେ ଆଜ୍ଞା। ପୁରା ସିମ୍ପଲ ଆଜ୍ଞା। ତ ଆପଣମାନେ ଭଲ ଲାଗଲା ତ ଲାଇକ୍ ସେୟାର ସବସ୍କ୍ରାଇବ ଟିକେ ଦେବେ ଆଜ୍ଞା।